ଯଥାଶୀଘ୍ର ଯଦି ବହି କରେକ୍ସନ କରିକି ଯଦି 10-15 ଦିନ ଭିତରେ ବହି ଦେଇପାରନ୍ତେ ତାହେଲେ ସୁବିଧା ହେଇପାରନ୍ତା। ଦେଖନ୍ତୁ ଚଳିତ ବର୍ଷ ବହିକୁ ନେଇ ଅନେକ ବିବାଦ ସାମ୍ନାକୁ ଆସିଛି। ତେବେ ଆମେ ଅଛୁ ଏବେ ଏକ ଟ୍ୟୁସନରେ ଯୋଉଠି ଷଷ୍ଠ ସପ୍ତମ ଅଷ୍ଟମ ଶ୍ରେଣୀର ପିଲାମାନେ ପାଠ ପଢୁଛନ୍ତି। ତେବେ ମୋ ସହିତ ପିଲାମାନେ ଅଛନ୍ତି, ଆମେ ସିଧାସଳଖ ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା ବାସ୍ତବରେ ସମସ୍ୟା କଣ ରହିଛି ବହିରେ, ଭୁଲ ତ୍ରୁଟି କେଉଁଠି ଅଛି। ଆପଣଙ୍କର ମାନେ ଏଇଟା କି ବହି? ଏଇଟା ସାହିତ୍ୟ ବହି। ତମ ନାଁଟା କଣ? ସସ୍ମିତା ସାଇ। କୋଉ ସ୍କୁଲରେ ପାଠ ପଢୁଛ? ଓଢା ସ୍କୁଲ। ଆଚ୍ଛା, କଣ ଏଇ ବହିରେ କଣ ମାନେ ତ୍ରୁଟି କଣ ରହିଛି? ସାହିତ୍ୟ ବହିରେ ବିଜ୍ଞାନକୁ ଦେଇଛନ୍ତି। କଣ ବିଜ୍ଞାନ ମାନେ ଅଛି ସାହିତ୍ୟ ବହିରେ? କଣ ବିଜ୍ଞାନ ଅଛି? ସବୁ ନକ୍ଷତ୍ର ସବୁ ନକ୍ଷତ୍ର ସବୁ ୟାକୁ ଦେଇଛନ୍ତି। ଆଉ ହେଲେ 2026 ଏଇଟା ଚାଲିଛି ନା 2025 ଦେଇଛନ୍ତି। ଆଚ୍ଛା, ମୁଁ କ୍ୟାମେରା ପର୍ସନକୁ କହିବି ସେ ସିଧାସଳଖ ଚିତ୍ର ଦେଖେଇବେ। ଆପଣ ଦେଖନ୍ତୁ, ଇଏ ହଉଛି ସାହିତ୍ୟ ବହି। ଏ ସାହିତ୍ୟ ବହିରେ ଦେଖନ୍ତୁ ଅମାବାସ୍ୟା ପୂର୍ଣ୍ଣମୀର ପାଠ ଏଠାରେ ଲେଖାଯାଇଛି, ଯାହାକୁ ନେଇ ବର୍ତ୍ତମାନ ପିଲାମାନେ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି ଯେ 2026 ମସିହା, ଚଳିତ ବର୍ଷ 2026 ମସିହା ଚାଲୁଥିବା ବେଳେ ଇଏ ହେଉଛି ଜାନୁଆରୀ 2025 ମସିହାର ଗୋଟେ କ୍ୟାଲେଣ୍ଡର ରହିଛି। ତେବେ ଅନ୍ୟ ଜଣେ ଛାତ୍ରୀ ଅଛନ୍ତି, ଆମେ ସିଧାସଳଖ ତାଙ୍କ ସହିତ ମଧ୍ୟ ଆଲୋଚନା କରିବା। ତମ ନାଁ କଣ? କୋଉ କ୍ଲାସରେ ପାଠ ପଢୁଛ? ମାନବନ୍ଦନା ହାତେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି। ଅଷ୍ଟମରେ କଣ କଣ ସବୁ ଭୁଲ ଅଛି ବହିରେ ଦେଖିଲଣି? ଯେତେ ଦିନ ଆଜି ତ ଖରା ଛୁଟି ଗଲା, ପାଠ ପଢୁଥିଲ, କଣ କଣ ସବୁ ଭୁଲ ତ୍ରୁଟି ଅଛି ବର୍ତ୍ତମାନ? ଅଷ୍ଟମାଣୀ ବିଜ୍ଞାନ ବହିର 294ଟି ଭୁଲ ଅଛି। ଆମେ ବିଜ୍ଞାନ ବହିରେ ଏତେ ଯଦି ଭୁଲ ଆମେ ପାଠ ପଢିମୁ କେମିତି? କଣ କଣ ସବୁ ଭୁଲ ଅଛି ବିଜ୍ଞାନ ବହିରେ? ସବୁ କଣ କଣ ଭୁଲ ଅଛି? କେମିତି ତାହେଲେ ମାନେ ପାଠ ପଢୁଛ, କେମିତି ଯୋଉ ଭୁଲଟାକୁ କେମିତି ସବୁ ସୁଧାରୁଛ? ଆମ ସାର୍ ଆମକୁ କରେକ୍ସନ କରି କହିଲା ପରେ ଆମେ ପାଠ ପଢୁଛୁ। ବହୁତ ବନାନ ମଧ୍ୟ ଭୁଲ ରହିଛି ଏଇ ବହିରେ। ଓକେ, ଇଏ ଦେଖନ୍ତୁ, ମୁଁ ଆପଣଙ୍କୁ କହିବି, ଇଏ ଦେଖନ୍ତୁ, ଇଏ ଯୋଉ ବହିର ନାଁ ଅଛି, ଇଏ ଅଷ୍ଟମ ଶ୍ରେଣୀ ବିଜ୍ଞାନ ବହି, ଯାହାର ଯୋଉ ବହିର ନାଁ ହଉଛି ଜିଜ୍ଞାସା। ମାନେ ଏଇ ଯୋଉ ଜିଜ୍ଞାସା ବହିରେ ଅନେକ କିଛି ଭୁଲ ଅଛି। ଯୋଉ ଛାତ୍ରୀ ଜଣକ କହୁଥିଲେ 294ଟି ଭୁଲ ଏ ବହିରେ ଦେଖନ୍ତୁ। ଇଏ ଅଛି ଆପଣଙ୍କର 236 ପେଜ। ସର୍ବ ଯଦି ଆମେ ଦେଖିବା 236 ପେଜ ଅଛି, କିନ୍ତୁ 294ଟି ଭୁଲ ୟା ଭିତରେ ରହିଛି ବୋଲି ସେ ଜଣେ ଛାତ୍ରୀ ଜଣକ କହୁଛନ୍ତି। ତେବେ ଅନ୍ୟ ଜଣେ ଛାତ୍ରୀ ଅଛନ୍ତି, କଣ ତମ ନାଁ? ସମୀକ୍ଷା ସାଇ। ଓକେ, ତମର ମାନେ ଏଇ ଯୋଉ ବହି, ଏଇଟା କି ବହି ପଢୁଛ ତମେ? ଗଣିତ ବହି। ଗଣିତ ବହିରେ କଣ ସବୁ ଭୁଲ ତ୍ରୁଟି ଅଛି? ଏଠି 3 ଜାଗାରେ 33ଟି ଯୋଉ ଗ୍ରୁପ ରେ ସଜାଡି ଥାଏ। ଆଉ ଏପଟର ଦେଇଛି କଣ କେତେ ଜାଗାରେ କଣ ଦେଇଛି। ଆଉ କଣ ଦେଇଛି ସବୁ? ଆଉ ଓକେ, ମୁଁ ଆପଣଙ୍କୁ କ୍ୟାମେରା ପର୍ସନ କହିବି ସେ ସିଧାସଳଖ ଚିତ୍ର ଦେଖେଇବେ। ଇଏ ବହିରେ ଦେଖନ୍ତୁ, ଇଏ ହଉଛି ଆପଣଙ୍କର ଅଷ୍ଟମ ଶ୍ରେଣୀ, ନାଇଁ? ଅଷ୍ଟମ ଶ୍ରେଣୀର ବହି ଆପଣ ଦେଖନ୍ତୁ, ଯୋଉଠି ଛୋଟ ଛୋଟ ପିଲାମାନେ ଆପଣଙ୍କର ବିଜ୍ଞାନ ହଉ ଆଉ ଏବଂ ଗଣିତ ହଉ, ଇଏ ନିଜର ଭବିଷ୍ୟତ ତିଆରି କରିବା ପାଇଁ ଇଏ ଗୋଟେ ବଡ ମାଧ୍ୟମ ବୋଲି କୁହାଯାଏ। ଦେଖନ୍ତୁ ପ୍ରାୟ ଅନେକ ଜାଗାରେ ତାଙ୍କର ଭୁଲ ତ୍ରୁଟି ରହିଛି, ଯାହାକୁ ନେଇ ଛାତ୍ରଛାତ୍ରୀ ପଢିବେ କଣ, ୟାକୁ ନେଇ ବର୍ତ୍ତମାନ ଦ୍ୱନ୍ଦ୍ୱ ସୃଷ୍ଟି ହେଇଛି। ତେବେ ଅନ୍ୟ ଛାତ୍ରଛାତ୍ରୀ ମାନେ ଅଛନ୍ତି, ଆମେ ସିଧାସଳଖ ତାଙ୍କର ମଧ୍ୟ ପ୍ରତିଜ୍ଞା ନେବା। କଣ ତମ ନାଁ? ସରୋଜିନୀ ସାଇ। କଣ ମାନେ କି ବହି ଆପଣ ପଢୁଛନ୍ତି? ସାମାଜିକ ବିଜ୍ଞାନ। ଆଚ୍ଛା, କଣ ତା ଦେହରେ ଭୁଲ ତ୍ରୁଟି କଣ ଅଛି? ଭୁଲ ତ୍ରୁଟି କଣ ଅଛି? ବନାନ ସବୁ ଭୁଲ ଅଛି। ବନାନ ଭୁଲ ଅଛି। ଆଚ୍ଛା, ତୁ କରେକ୍ସନ କରୁଛୁ କେମିତି? ସାର୍ କରେକ୍ସନ କରି ଦେଲା ପଢୁଛୁ। କରେକ୍ସନ କରୁଛନ୍ତି। ଓକେ, ଆମ ସହିତ ଅନ୍ୟ ଛାତ୍ରଛାତ୍ରୀ ଅଛନ୍ତି, ଆମେ ସିଧାସଳଖ ତାଙ୍କ ସହିତ ମଧ୍ୟ ଆଲୋଚନା କରିବା। ମୋ ପଛପଟେ ଆପଣ ଚିତ୍ର ଦେଖନ୍ତୁ, ଷଷ୍ଠ ସପ୍ତମ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଅଛନ୍ତି, ତାଙ୍କର ଅନେକ ତ୍ରୁଟି ରହିଛି। ତମେ କଣ, ତମ ନାଁ କଣ? ସାଇଦୀପ ନାୟକ। କଣ ମାନେ କଣ ତମ ବହିରେ କଣ ଭୁଲ ତ୍ରୁଟି ଅଛି? ଗଣିତ ବହିରେ 1 ଲିଟର ପାଣିର ବସ୍ତୁତ ଜାଗାରେ 5 କିଗ୍ରା ପାଣିରେ ଦେଇଛି। ଦେଖନ୍ତୁ, ମୁଁ ଆପଣଙ୍କୁ କ୍ୟାମେରା ପର୍ସନକୁ କହିବି ସେ ସିଧାସଳଖ ଚିତ୍ର ଦେଖେଇବେ। ଇଏ ଯୋଉ ଅଷ୍ଟମ ଶ୍ରେଣୀ ଆପଣ ବହି ଦେଖୁଛନ୍ତି, ଗଣିତ ପ୍ରକାଶ ଯୋଉ ବହି ଅଛି ଅଷ୍ଟମ ଶ୍ରେଣୀରେ, ତେବେ ଯୋଉ ସରକାରଙ୍କ ଦ୍ୱାରା, ଏଇ ଯୋଉ ଓଡ଼ିଶା ସରକାରଙ୍କ ଦ୍ୱାରା ଏଇ ବହି ଯୋଗାଇ ଦିଆଯାଇଛି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢିବା ପାଇଁ। ତେବେ ଏଠି ଦେଖନ୍ତୁ ଯେ 1 ଲିଟର ଲେଖାଯାଇଥିଲା, ଯଦି 1 ଲିଟର ପାଣିରେ ବସ୍ତୁତ୍ୱ 1 କିଲୋଗ୍ରାମ ହୁଏ ବୋଲି ଲେଖାଯାଇଛି, କିନ୍ତୁ ଏହାର ବାସ୍ତବିକ ଯୋଉ 5 କିଲୋଗ୍ରାମ ମାନେ 5 କିଲୋଗ୍ରାମ ଲେଖା ହେଇଥିଲା, ଇଏ ବର୍ତ୍ତମାନ ତାଙ୍କ ସାର୍ କରେକ୍ସନ କରିଛନ୍ତି ଏବଂ ତାକୁ 1 କିଲୋଗ୍ରାମ ବି କରିଛନ୍ତି ବୋଲି ଯାହା ସେ ପିଲାମାନେ କହୁଥିଲେ। ତେବେ ଆମ ସହିତ ଅନ୍ୟ ଛାତ୍ରଛାତ୍ରୀ ଅଛନ୍ତି। ତମେ କି ବହି ପାଠ ପଢୁଛ ବାବା? ବିଜ୍ଞାନ। କଣ ସବୁ ବିଜ୍ଞାନରେ ଭୁଲ ଅଛି? ବିଜ୍ଞାନର ସାମାଜିକ ବିଜ୍ଞାନ ଦେଇଛି। ଆଚ୍ଛା, ଓକେ, ଦେଖନ୍ତୁ ଇଏ ତ ନିଶ୍ଚିତ ଭାବରେ ବହୁତ ବଡ ତ୍ରୁଟି, ନାଇଁ କି? ଆଚ୍ଛା, ଦେଖନ୍ତୁ ଇଏ ହଉଛି ଆପଣଙ୍କର ବିଜ୍ଞାନ ଯୋଉ ସପ୍ତମ ଶ୍ରେଣୀ ଯୋଉ ପାଠ ପଢୁଛନ୍ତି, ଯୋଉ ପିଲାମାନେ ବିଜ୍ଞାନ ବହି ପାଠ ପଢୁଛନ୍ତି, ସେ ବିଜ୍ଞାନ ବହିରେ ଦେଖନ୍ତୁ ଆପଣଙ୍କର ଯୋଉ ପେଜ ନମ୍ବର 16ରେ ଦେଖନ୍ତୁ ସାହିତ୍ୟ ଇତିହାସ ବିଷୟରେ ପୁରା ଯାଇଛି। ସେ ବିଜ୍ଞାନ ବହିରେ ଇତିହାସ ପୁରା ଯାଇଛି, ଯାହା ଛାତ୍ରଛାତ୍ରୀ ମାନେ ପଢିବାରେ ଅନେକ ତ୍ରୁଟି ହଉଛି। ଦେଖନ୍ତୁ ଏଠି ଆପଣ ବୈଜ୍ଞାନିକଙ୍କୁ ଜାଣିବା, ଇଏ ନିଶ୍ଚିତ ଭାବେ କୋଉଠି ନା କୋଉଠି ଛାତ୍ରଛାତ୍ରୀଙ୍କ ମନରେ ଆଘାତ ସୃଷ୍ଟି କରିଛି। ତେବେ ଅନ୍ୟ ଛାତ୍ରଛାତ୍ରୀ ମାନେ ଅଛନ୍ତି। ଝିଅ, ତମର କୋଉ କ୍ଲାସ ହେଲା?
ସପ୍ତମ ସପ୍ତମ ଶ୍ରେଣୀରେ ପାଠ ପଢୁଛ, ତମର କଣ ସବୁ ଭୁଲ ତ୍ରୁଟି ଅଛି ତମ ବହିରେ? ଗଣିତରେ ହଁ, ଗଣିତରେ ଭୁଲଭାଲ ଅଛି। ଆଚ୍ଛା, ତମ ଝିଅ ତମ ନାଁ କଣ? ଦେବାଂଶୀ କେଳି। କୋଉ କ୍ଲାସରେ ପାଠ ପଢୁଛ? ସପ୍ତମ କଣ ତମ ବହିରେ କଣ? ସାମାଜିକ ବିଜ୍ଞାନରେ ଏଠି ଦେଇଛି କଳକାରଖାନା ମାନ ଗୁଡ଼ିକୁ ଲେଖା ହେଇଥାନ୍ତା ସେ କୁ ଲେଖି କରେକ୍ସନ ଭୁଲ ରହିଛି, ଭୁଲ ତ୍ରୁଟି ରହିଛି। ଆଚ୍ଛା ଦେଖ, ହଁ ହଁ, କୁହନ୍ତୁ। ତାପରେ ଏଠି ଏଭରେଷ୍ଟ କୁ ଲେଖିଛି ଏଭରେଷ୍ଟ ଆଚ୍ଛା ଦେଖନ୍ତୁ, ମାନେ ହଁ, ଇଏ ନିହାତି ଭାବେ ଇଏ ଦେଖନ୍ତୁ, ଆମେ ସବୁ କଥା ହଉଥିଲେ ଯୋଉ ଛାତ୍ରଛାତ୍ରୀ ମାନେ ଥିଲେ, ଆମେ ସିଧାସଳଖ ସେମାନଙ୍କ ସହିତ ଆଲୋଚନା କରୁଥିଲେ ଯେ ଅନେକ ଭୁଲ ତ୍ରୁଟି ରହିଛି ଯୋଉଠି ଛୋଟ ଛୋଟ ପିଲାମାନେ ତାଙ୍କର ଯୋଉ ପାଠ ଅଛି ସେମାନଙ୍କୁ ମାନେ କରେକ୍ସନ କରି ତାଙ୍କ ସାର୍ ପାଠ ପଢଉଛନ୍ତି। ମୁଁ ଅନୁରୋଧ କରିବି ସେ ଯୋଉ ଟ୍ୟୁସନର ଯିଏ ଟିଚର ଅଛନ୍ତି, ଆମେ ସିଧାସଳଖ ତାଙ୍କ ସହିତ ଟିକେ ଆଲୋଚନା କରିବା। ଆଜ୍ଞା ଦେଖନ୍ତୁ, ଆମେ ଦେଖୁଛୁ ଯେ ମାନେ ଦେଖନ୍ତୁ ବହିରେ ଅନେକ ଭୁଲ ତ୍ରୁଟି ରହିଛି ବୋଲି ଆମେ ଦେଖୁଥିଲୁ। ଛୋଟ ଛୋଟ ପିଲାମାନେ ବା ଆପଣଙ୍କ ଯୋଉ ଛାତ୍ରଛାତ୍ରୀ ମାନେ ଅଛନ୍ତି କହୁଥିଲେ, ଏକୁ ଆପଣ କେମିତି କରେକ୍ସନ କରି ପାଠ ପଢଉଛନ୍ତି? ପିଲାମାନଙ୍କୁ କରେକ୍ସନ କରି ପାଠ ପଢେଇବା ଟିକେ କଷ୍ଟ ହଉଛି, ସମୟ ତ ବହୁତ ଯାଉଛି। ହୁଁ। ଆଉ ତଥାପି ଆମେ ପିଲାମାନଙ୍କୁ ବହି ଖୋଲିକି ତାଙ୍କୁ କୋଉଠି କଣ ଭୁଲ ଅଛି କଣ ନାହିଁ କହିକି ତାଙ୍କୁ କରେକ୍ଟ, କିନ୍ତୁ ସମୟ ଲାଗୁଛି। ପିଲାଙ୍କର ଟିକେ ପାଠ ପଢା ବାଧା ସୃଷ୍ଟି ହଉଛି ଆଉ। ହଁ, ଦେଖନ୍ତୁ ମାନେ ଭୁଲ ତ୍ରୁଟି ତ ମାନେ ସରକାର ତରଫରୁ ଯୋଉ ବହି ଯୋଗେଇ ଦିଆଯାଇଛି, ଭୁଲ ତ୍ରୁଟି ହଉଛି। ଆପଣ ତ ଅନେକ ସମସ୍ୟା ହଉଛି ଯେ ପାଠ ପଢିବା ପାଇଁ କହିଲେ ଛୋଟ ପାଠ ପଢିବାକୁ ଆପଣ ଅନେକ ସମସ୍ୟା ସୃଷ୍ଟି ହଉଛି। ତାହେଲେ ଆପଣ ସରକାରଙ୍କୁ କଣ ନିବେଦନ କରିବା ପାଇଁ ଚାହିଁବେ ଯାହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନିଶ୍ଚିତ ଭାବେ ପାଠ ପଢିବା ପାଇଁ କୌଣସି ସୁବିଧା ହେଇପାରିବ? ନା ଦେଖନ୍ତୁ, ବର୍ତ୍ତମାନ ଯେ ବହି କରେକ୍ସନ କରିକି ପୁଣି ଦେଲା ବେଳକୁ 3-4 ମାସ ଲାଗିଗଲେ ବି ସୁଦ୍ଧା ଇଏ ପିଲାଙ୍କର ଭବିଷ୍ୟତ ଅନ୍ଧାର ରହିଯିବ। ଯେହେତୁ ସମୟ ଲାଗୁଛି, ତେଣୁ ପିଲାଙ୍କର ପରୀକ୍ଷା ନିକଟ ପାଖେଇ ଆସିବ, ତେଣୁ ବହୁତ ଅସୁବିଧା, ପିଲାମାନଙ୍କ ଭବିଷ୍ୟତ ସହିତ ଏଇଟା ଅସୁବିଧା ଖେଳ ହଉଛି। କଣ କଲେ ୟାର ସମାଧାନ କଣ କଲେ ମାନେ ହେଇପାରିବ ବୋଲି ଆପଣ ଭାବୁଛନ୍ତି? ଯଥାଶୀଘ୍ର ଯଦି ବହି କରେକ୍ସନ କରିକି ଯଦି 10-15 ଦିନ ଭିତରେ ବହି ଦେଇପାରନ୍ତେ ତାହେଲେ ସୁବିଧା ହେଇପାରନ୍ତା। ଓକେ, ନିହାତି ଭାବେ ଆମେ ସିଧାସଳଖ ଯୋଉ ଛାତ୍ରଛାତ୍ରୀ ମାନେ ଥିଲେ ତାଙ୍କ ସହିତ ଆଲୋଚନା କରିଥିଲେ ଏବଂ ଯିଏ ଶିକ୍ଷକ ଥିଲେ ଆମେ ସିଧାସଳଖ ତାଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ଯେ ସେମାନଙ୍କର କହିବା କଥା ଯେ ଯୁଦ୍ଧକାଳୀନ ଭିତ୍ତିରେ ଯଦି ଛାତ୍ରଛାତ୍ରୀ ମାନଙ୍କୁ ବହି ଯୋଗାଇ ଦିଆଯାଆନ୍ତା ତାହେଲେ ଛାତ୍ରଛାତ୍ରୀ ମାନେ ସଠିକ ଭାବେ ପାଠ ପଢି ପାରନ୍ତେ। ବାଲେଶ୍ୱର ସ୍ୱରରୁ ନିରଞ୍ଜନ ବେହେରା।